ହାପି ନ୍ୟୁ ଇୟର ବନ୍ଧୁ। କହିଥିଲେ ଜାନୁଆରୀ ମାସ ଯାଇକିରି 14 ଦିନ ଗଲାଣି, ମୁଁ କହୁଛି ହାପି ନ୍ୟୁ ଇୟର। ନାଇଁ 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 ନାଇଁ, ଜାନୁଆରୀ 1 ଯୋଉଟା, ଜାନୁଆରୀ ପହିଲା ଯୋଉଟା, ସେ ଇଂରାଜୀ ମାସ। କାଲି ପରା ଗଲା ମକର ସଂକ୍ରାନ୍ତି। ସୂର୍ଯ୍ୟ ହେଲେ ଉତ୍ତରାୟଣ। ସୂର୍ଯ୍ୟଙ୍କୁ ନେଇ ସିନା ଏ ସଂସାର, ସେ ବା ସକଳ ଶକ୍ତିର ଆଧାର। ସେ ଦକ୍ଷିଣ ଦିଗ ଗତି କରୁଥିଲେ। ମକର ସଂକ୍ରାନ୍ତି ଦିନ, ଜାନୁଆରୀ 14 ଦିନ, ସେ ଉତ୍ତର ଅୟନରେ ଯାତ୍ରା କରନ୍ତି। ସେଥିପାଇଁ ପରା ଉତ୍ତରାୟଣ। ଉତ୍ତର ଅୟନକୁ ଯିବେ, ଉତ୍ତର ପଥରେ ଯାତ୍ରା କରିବେ। କାଲିଠୁ ତ ଆରମ୍ଭ କରିଦେଇଛନ୍ତି। ତେଣୁ ଆମର ହିସାବରେ କାଲି ମାନେ ପୌଷ ପୂର୍ଣ୍ଣିମା ତା ପୂର୍ବଦିନ ଥିଲା। ପୌଷ ପୂର୍ଣ୍ଣିମା ଦିନ ଯେଉଁ 4 ଥର ଜଗନ୍ନାଥ ନୀଳାଦ୍ରି ବିହାରୀ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୁଅନ୍ତି, ତନ୍ମଧ୍ୟରୁ ପୌଷ ପୂର୍ଣ୍ଣିମା ତ ଗୋଟିଏ। ଧନୁ ସଂକ୍ରାନ୍ତିରେ ବା ମାମୁଁ ଘରକୁ ଯାଇଥିଲେ। ଲକ୍ଷ୍ମୀ ଯାଇଥିଲେ ସାଗରାଳୟ, ମା ଯାଇଥିଲେ ମାମୁଁ ଘରକୁ। ଆଉ କାଲି ବା ଫେରିଛନ୍ତି ଭାର ନେଇ। ସେଇଥିପାଇଁ ତ ନୂଆ ଧାନ ଆଣିଥିଲେ ବୋଲି କାଲି ପ୍ରଭୁଙ୍କୁ ସେ ଦେଲେ ମକର ଚାଉଳ। ମୁଁ ଭଲ ଚାଉଳ ନେଇକରି ଆସିଛି, ଏଣିକି ରୋଷେଇବାସ ଭଲ ହବ। ତେଣୁ ହାପି ନ୍ୟୁ ଇୟର, ଶୁଭ ସମ୍ବାଦ। ହଁ ବନ୍ଧୁ, ଏଇ 25 ମସିହାର ଜାନୁଆରୀ 14ରୁ ଫେବୃଆରୀ 12 ଯାଏ ମୀନ ରାଶିର ବନ୍ଧୁ, ମୋର ଭାଇ ବନ୍ଧୁ କୁଟୁମ୍ବ ସମସ୍ତେ କି ପ୍ରକାର ସୁଖ ବା ଦୁଃଖକୁ ସ୍ୱାଗତ କରିବେ। ଜାନୁଆରୀ 14ରୁ ଫେବୃଆରୀ 12 ଯାଏ ସେ ବିଷୟରେ ଆମେ ଏକ ସନ୍ଦର୍ଭ ପାଠ କରିବା। ତା ପୂର୍ବରୁ ମୁଁ ଗୋଟେ କଥା କହୁଛି। ଆପଣମାନେ ପାଞ୍ଜି ଦେଖୁଥିବେ, କ୍ୟାଲେଣ୍ଡର ଦେଖୁଥିବେ, ସବୁଦିନ ପେପର ଦେଖୁଥିବେ, ରାଶିଫଳ ଦେଉନାହାନ୍ତି। ମେଷ ରାଶି ଆଜି ହାତୀ କିଣିବ, ବୃଷ ରାଶି ସୁନା ଗିନାରେ ରୂପା ଚାମଚରେ କ୍ଷୀର ପିଇବ। କେତେ କଥା ଲେଖା ହେଉଛି। କ'ଣ ହଉଛି? ନା ହଉନି। ନା କାହିଁକି ହଉନି? ତାର କାରଣ ହେଲା, ଆମ ଜାତକ ହେଉଛି ମୂଳ। ଜାତକରେ ଗ୍ରହମାନେ କେଉଁଠି ଅଛନ୍ତି, ଏବେ ଗ୍ରହମାନେ କେଉଁଠି ଅଛନ୍ତି, ଏ ଗ୍ରହ ଆଉ ସେ ଗ୍ରହକୁ ନେଇକରି ସଂଯୋଗ କଲେ ଆମେ ଜାଣିପାରିବା ଆମର ରାଶିଫଳ, ଭାଗ୍ୟଫଳ। ଏବେ ମୁଁ ଯେଉଁ ଯେଉଁ ରାଶିଙ୍କ ବିଷୟରେ, ଯେଉଁ ଯେଉଁ ଗ୍ରହଙ୍କ ବିଷୟରେ ପ୍ରପାଠ କରିବି, ସେଇ ଗ୍ରହମାନେ ଯଦି ଆପଣଙ୍କ ଜାତକରେ ଭଲ ଜାଗାରେ ଥିବେ, ଯେମିତି ମୀନ ରାଶି ପାଇଁ 10ମ ବୁଧ, ଏକାଦଶ ବୁଧ, ଏକାଦଶ ବୃହସ୍ପତି ଶୁଭ ଫଳ ଦେବେ। ଦ୍ୱାଦଶ ଶୁକ୍ର ଶୁଭ ଫଳ ଦେବେ। କାରଣ ମୀନ ପାଇଁ ଏବେ ଦ୍ୱାଦଶ ଶୁକ୍ର ଅଛନ୍ତି କୁମ୍ଭରେ। ମକରକୁ ଗଲେ କାଲି ରବି ମକରରେ, ବୁଧ ଏବେ ଧନୁରେ। ସେ ଫେବୃଆରୀ 27ରେ, ନାଇଁ ଭୁଲ କହିଲି, ଫେବୃଆରୀ 12ରେ ଯିବେ ମକରକୁ। ସେ ବି ଏକାଦଶ ହେବେ। ତେଣୁ ଆମେ ଦେଖିବା ଆମ ଜାତକରେ ବୁଧ 10ମରେ ଏକାଦଶରେ ଅଛନ୍ତି ତ, 10ମରେ ବା ଏକାଦଶରେ, ତାହେଲେ ଆମକୁ ଏ ସମୟରେ ନିଶ୍ଚିତ ଭାବରେ ଭଲ ଫଳ ବୁଧ ଦେବେ। ଆମ ଜାତକରେ ରବି ଏକାଦଶରେ ଅଛନ୍ତି ତ, ତାହେଲେ ଇଏ ରବି ବି ଆମକୁ ଭଲ ଫଳ ଦେବେ। ଆମ ଜାତକରେ ଶୁକ୍ର ଦ୍ୱାଦଶରେ ଅଛନ୍ତି ତ, ତେବେ ଇଏ ଶୁକ୍ର ବି ଆମକୁ ଶୁଭ ଫଳ ଦେବେ। ସେଇଭଳି ଯଦି ଦ୍ୱାଦଶରେ ଥିବେ ଶନି, ଏବେ ଶନି କୁମ୍ଭରେ, ମୀନ ପାଇଁ ଦ୍ୱାଦଶ।
ତେଣୁ ସିଏ କେବେ ବି ଶୁଭ ଫଳ ଦେବେନି। ମୀନରେ ଅଛନ୍ତି ରାହୁ, ଜନ୍ମ ରାହୁ, ସିଏ ବି କେବେ ଶୁଭ ଫଳ ଦେବେନି। ଯଦି ଆମ ଜାତକରେ ଜନ୍ମରେ ମାନେ ଲଗ୍ନରେ ରାହୁ ଥିବେ, ବୁଝିହେଉଛି, ଭଲ ଫଳ ଦେବେନି। ତେବେ ବୃହସ୍ପତି ବୃଷରେ ଅଛନ୍ତି, ମାନେ ମୀନ ପାଇଁ ତୃତୀୟର ବୃହସ୍ପତି ଭଲ ଫଳ ଦିଅନ୍ତିନି। ମଙ୍ଗଳ ଅଛନ୍ତି ମକରରେ, ପଞ୍ଚମ ମଙ୍ଗଳ ଭଲ ଫଳ ଦିଅନ୍ତିନି। ବୁଝା ପଡ଼ୁଛି। କେତୁ ଅଛନ୍ତି ସପ୍ତମରେ, ମାନେ କନ୍ୟାରେ, ସପ୍ତମ କେତୁ ଭଲ ଫଳ ଦିଅନ୍ତିନି। ଯଦି ଏଇମାନେ ଯଥା କେତୁ ଥିବେ ସପ୍ତମରେ ଆମ ଜାତକରେ, କେବେ ଭଲ ଫଳ ଦେବେନି। ଏ କେତୁ ସେ କେତୁ ମିଶିଗଲେ ଖରାପ ଫଳ ପାଇବା ଆମେ। ମଙ୍ଗଳ ଯଦି ପଞ୍ଚମରେ ଥିବେ, ତାହେଲେ ଏ ମଙ୍ଗଳ ସେ ମଙ୍ଗଳ ମିଶିକିରି କ୍ଷତି କରିବେ ଆମର। ସେମିତି ବୃହସ୍ପତି ତୃତୀୟରେ ଥିବେ ବୋଇଲେ ସେ ବୃହସ୍ପତି ଏ ବୃହସ୍ପତି ମିଳନ ହେଇକିରି କ୍ଷତି କରିବେ। ଆମେ ଏଇ ଉଭୟକୁ ତୁଳନା କରିବା। ଆମ ଜାତକରେ ଗ୍ରହମାନେ କେଉଁଠି ଅଛନ୍ତି, ସେଇମାନେ ହିଁ ଏ ମାନେ ସ୍ଥିର ଗ୍ରହ ଗୋଚର ଗ୍ରହ ମିଶି ଫଳାଫଳ ନିର୍ଣ୍ଣୟ କରେ। ବୁଝା ପଡ଼ିଲେ ତ? ତେଣୁ ଆପଣ ଆଗେ ଆପଣ ଜାତକରେ ଯେଉଁ କୋଷ୍ଠୀ ଚକ୍ର ଅଛି, ସେ କୋଷ୍ଠୀ ଚକ୍ରକୁ ଘଷି ଦିଅନ୍ତୁ। ମନେ ରଖି ଦିଅନ୍ତୁ ଯେ କେଉଁ ଗ୍ରହ କେଉଁଠି ଅଛନ୍ତି, ସେୟାକୁ ନେଇ ହିସାବ କରିବେ। କାହିଁ କହୁନାହାନ୍ତି? ମନେ କରନ୍ତୁ ଆପଣଙ୍କର ମେଷ ରାଶି, କ'ଣ ଆପଣ ଜଣେ ମେଷ ରାଶିଆ? ନାଇଁ 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 ନାଇଁ, କୋଟି କୋଟି ଲୋକ ମେଷ ରାଶିରେ ଜନ୍ମ ଗ୍ରହଣ କରିଛନ୍ତି ତ। ତେଣୁ ସମସ୍ତଙ୍କ ଭାଗ୍ୟ କ'ଣ ସମାନ? ସମସ୍ତେ କ'ଣ ସମାନ ଫଳ ପାଇବେ? ନାଇଁ 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 ନାଇଁ। ତେଣୁ ଆମେ ଆମ ଜାତକର ଗ୍ରହ ସ୍ଥିତିକୁ ନେଇ, ଏଇ ଯେଉଁ ଗୋଚର ଗ୍ରହ ଏମାନଙ୍କର ଫଳାଫଳକୁ ନେଇ ଆମେ ଗବେଷଣା କରିବା, ବିଚାର କରିବା, ଫଳ ନିର୍ଣ୍ଣୟ କରିବା। ହେଲା? ତାହେଲେ ଆମେ କ'ଣ ଜାଣିଲେ ଏବେ? ଏବେ ମକରରେ ରବି, ଧନୁରେ ବୁଧ, ଶେଷ ଆଡ଼କୁ ମାସର ଶେଷ ଭାଗକୁ 2 ଦିନ ଥିବ ମାସ ପୁରିବା ପାଇଁ ବୁଧ ବି ମକରକୁ ଯିବେ। ଏବେ କୁମ୍ଭରେ ଶନି ଓ ଶୁକ୍ର, ମୀନରେ ରାହୁ, ବୃଷରେ ବୃହସ୍ପତି, କର୍କଟରେ ମଙ୍ଗଳ, କନ୍ୟାରେ କେତୁ। ବୁଝା ପଡ଼ିଲା? ଆଉ ଗୋଟିଏ କଥା, ଆମ ଜାତକରେ ଯେଉଁ ଗ୍ରହଙ୍କର ମହାଦଶା ଓ ଅନ୍ତର୍ଦଶା ଚାଲିଛି, ସେଇ ଅନ୍ତର୍ଦଶାର ଫଳଟା ବେଶୀ ଆମେ ଭୋଗ କରିଥାଉ। ତେଣୁ ଅନ୍ତର୍ଦଶା ନିର୍ଣ୍ଣୟ କରିବେ ଓ ତା ଫଳ ଜାଣିବେ ଓ ଫଳାଫଳ ହେବ। ହେଲା? ଦେଖିବା। ଜାନୁଆରୀ 14ରୁ ଫେବୃଆରୀ 12 ଯାଏ ମୀନ ରାଶିର ମାସିକ ଫଳାଫଳ ଶୁଣିବା ପାଇଁ ତ ଆମେ ବ୍ୟଗ୍ର। ଆଜିର ଯୋଜନା ବିଷୟରେ ତ ମୁଁ 2 ପଦ କହିଲି। ଏବେ ରବି ମକରରେ, ମୀନ ପାଇଁ ଏକାଦଶ, ତେଣୁ ଏକାଦଶ ରବି ସେ ବହୁ ଶୁଭ ଖବର ଶୁଣାଇ ଆନନ୍ଦିତ କରିବେ, ଭଲ ଆୟ କରାଇବେ। ସେ 25 ଓ 26 ନକ୍ଷତ୍ରକୁ ଲାଭ ଦେବେ, 27କୁ ସୁଖ ଦେବେ। କିଏ? ରବି। 25, 26କୁ ଲାଭ ଦେବେ, 27କୁ ସୁଖ ଦେବେ। ମାନେ ଯଦି ଜାତକରେ ଆପଣଙ୍କର ରବି ମେଷରେ ବା କର୍କଟରେ ବା ସିଂହରେ, ବିଛାରେ ବା ଧନୁରେ ବା ମୀନରେ ଥିବେ, ତାହେଲେ ସେ ନିଶ୍ଚିତ ଲାଭବାନ ହେବେ, ସୁଖୀ ହେବେ। ବୁଧ ରବିଙ୍କ ପରି ମାସ ସାରା ସୁଖ ଓ ଲାଭ ଦେବେ। କାହିଁକି? 10ମ ବୁଧ ଓ ଏକାଦଶ ବୁଧ ସୁଖ ଆଉ ଲାଭ ଆଣିଥାନ୍ତି। ସେଇଭଳି ବୁଧ ଯଦି ଆପଣଙ୍କ ଜାତକରେ ମିଥୁନ, କନ୍ୟା, କୁମ୍ଭ, ମୀନ, ତୁଳା ଆଉ ବୃଷରେ ଥିବେ, ତାହେଲେ ଭଲ ଫଳ ଦେବେ। ଆଚ୍ଛା, ଦ୍ୱାଦଶ
ଘରେ ମାନେ କୁମ୍ଭରେ ଶୁକ୍ର ଦ୍ୱାଦଶ ଶୁକ୍ର ବହୁ ଧନ ଦେଇଥାନ୍ତି। କର୍କଟରେ ମଙ୍ଗଳ ଶୁକ୍ର ସୁଖ ଦେବେ। ଯଦି ଆପଣଙ୍କ ଜାତକରେ ଶୁକ୍ର ଥିବେ ତୁଳାରେ ବା ବୃଷରେ ବା କୁମ୍ଭ ବା ମକରରେ ବା ମିଥୁନ ବା କନ୍ୟାରେ, ତାହେଲେ ସେ ଭଲ ଫଳ ଦେବେ। ତେଣୁ ଜାତକ ଦେଖନ୍ତୁ ନା। କର୍କଟରେ ମଙ୍ଗଳ ମୀନ ପାଇଁ ପଞ୍ଚମ ମଙ୍ଗଳଙ୍କ ଯୋଗୁଁ ଦେହ ବହୁତ ଖରାପ ହୋଇଥାଏ। ଯଦି ଏ ଜାତକରେ ମଙ୍ଗଳ ଭଲରେ ଥିବେ ତାହେଲେ ଖରାପ କାହିଁକି ହେବ? ମଙ୍ଗଳ କେଉଁଠି ଥିବେ? ମଙ୍ଗଳ ଥିବେ ମନେକର ବିଛାରେ କି ମେଷରେ, ମୀନରେ ବା ଧନୁରେ, କର୍କଟରେ ବା ସିଂହରେ, ତାହେଲେ ମଙ୍ଗଳ ଏବେ ଖରାପ ଅବସ୍ଥାରେ ଥିଲେ ବି ଖରାପ ଫଳ ଦେବେନି। ଏ ଜାତକରେ ଏଇ ଘରେ ନଥାନ୍ତି ତାହେଲେ ଖରାପ ଫଳ ଦେବେ। ଶନି ବର୍ତ୍ତମାନ ଦ୍ୱାଦଶରେ, ମୀନ ପାଇଁ ଦ୍ୱାଦଶ ଶନି ଆଦୌ ଭଲ ନୁହନ୍ତି। ଦ୍ୱାଦଶ ଶନି ଶାରୀରିକ ବ୍ୟଥା ବେଦନାର କାରଣ ହୋଇଥାନ୍ତି। ପୁରୁଣା ରୋଗ ବଢ଼ିଯାଇଥାଏ। ଗୁରୁ ବୃଷରେ, ମୀନ ଠାରୁ ତୃତୀୟ ଗୁରୁ ବି ରୋଗର ଆବାହକ ହୋଇଥାନ୍ତି। କ'ଣ କହିଲେ? ଶନି କଥା କହିନି। ଶନି ଯଦି ତୁଳାରେ ଥିବେ, କୁମ୍ଭରେ ଥିବେ, ମକରରେ ଥିବେ ବା ବୃଷରେ ଥିବେ, ମିଥୁନରେ ଥିବେ, କନ୍ୟାରେ ଥିବେ, ଆପଣଙ୍କ ଜାତକରେ ଇଏ ଶନି ଖରାପ ହେଲେ ବି ଖରାପ ଫଳ ଦେବେନି। ସେଇଭଳି ବୃହସ୍ପତିଙ୍କ କଥା କହିଲି, ସେ କର୍କଟରେ, ଧନୁରେ, ମୀନରେ, ସିଂହରେ, ମେଷରେ, ବିଛାରେ ଥିବେ, ତାହେଲେ ଇଏ ବୃହସ୍ପତି ଖରାପ ହେଲେ ବି ଖରାପ ଫଳ ଦେବେନି। ମୀନରେ ରାହୁ ମାନେ ଜନ୍ମ ରାହୁ ସମସ୍ତ ପ୍ରକାର ହାନି କରେଇଥାନ୍ତି। ଯଦି ଜାତକରେ ଆପଣଙ୍କର ରାହୁ ଥିବେ ମିଥୁନରେ ବା କନ୍ୟାରେ ଆଉ କୁମ୍ଭରେ, ଇଏ ରାହୁ ସେ ରାହୁଙ୍କର ବିଚାର ବଳରେ ରାହୁ ଖରାପ ଫଳ ଦେବେନି। ଯଦି ନଥିବ ଖରାପ ଫଳ ହବ। ଆଉ କନ୍ୟାରେ କେତୁ, ସପ୍ତମ କେତୁ ରାହୁଙ୍କ ପରି ବହୁ ହାନି କରିଥାନ୍ତି। ସୁତରାଂ ଯଦି ଜାତକରେ ସେମିତି ଭଲ ଜାଗାରେ କେତୁ ଥିବେ ବୋଇଲେ ମେଷ, ବିଛା, ଧନୁ, ମୀନ, କର୍କଟ, ସିଂହରେ ଥିବେ କେତୁ, ତାହେଲେ ଭଲ ଫଳ ଦେବେ, ନହେଲେ ଖରାପ ଫଳ ମିଳିବ। ତେଣୁ ଆଗେ ଜାତକର କୋଷ୍ଠୀ ଚକ୍ରକୁ ଘଷି ଦିଅନ୍ତୁ ଏବଂ ସବୁବେଳେ ମନେ ରଖନ୍ତୁ ଆପଣଙ୍କୁ କେଉଁ ମାସ ଚାଲିଛି ଏବଂ ତାର ଅନ୍ତରଫଳ ଚାଲିଛି, ସେଇ ଫଳଟା ଭୋଗ କରିବା। ଏବେ ବିଶେଷ ଖବର। ତେବେ ଯାହା ଆଲୋଚନା ହେଲା ତାହା କେବଳ ସେଇମାନଙ୍କ ପାଇଁ ଯୋଗ୍ୟ ଯେଉଁମାନଙ୍କର ଜନ୍ମ ଜାତକରେ ଏକାଦଶରେ ରବି, ଦଶମରେ ଓ ଏକାଦଶରେ ବୁଧ, ଦ୍ୱାଦଶରେ ଶୁକ୍ର, ସେମାନେ ଅବଶ୍ୟ ବହୁ ଧନରେ ଧନୀ ହେବେ। ସେହିପରି ଯେଉଁମାନଙ୍କ ଜାତକରେ ମଙ୍ଗଳ ପଞ୍ଚମରେ, ରବି ଶନି ଦ୍ୱାଦଶରେ, ଗୁରୁ ତୃତୀୟରେ, ରାହୁ ଲଗ୍ନରେ, କେତୁ ସପ୍ତମରେ ଥିବେ, ସେମାନେ ଆଜୀବନ ରୋଗୀ ରହିବେ। ଜୀବନ ସାରା ରୋଗ ହବ। ଯଦି ସପ୍ତମରେ କେତୁ, ଲଗ୍ନରେ ରାହୁ, ତୃତୀୟରେ ବୃହସ୍ପତି, ପଞ୍ଚମରେ ମଙ୍ଗଳ ଥାନ୍ତି, ରୋଗ ତାଙ୍କୁ ଛାଡ଼ିବନି। ଅନ୍ତରଙ୍ଗ ବନ୍ଧୁ ଭଳି ଛାଇ ଭଳି ପାଖେ ରହିବ। ତଥାପି ମୀନ ରାଶି ପାଇଁ ଏ ମାସରେ ଆର୍ଥିକ ସମସ୍ୟା ରହିବନି। ନିଶ୍ଚିତ ଭାବରେ ସମସ୍ତ ମୀନ ରାଶି ପ୍ରବଳ ଅର୍ଥ ରୋଜଗାର କରିବେ। ଯଦି ଗ୍ରହସ୍ଥିତି ଭଲ ଥିବ ଜାତକରେ, ତାହେଲେ ତାହା ପ୍ରବଳରୁ ପ୍ରବଳ ହବ, ବନ୍ୟା ଜଳ ଭଳି ମାଡ଼ି ଆସିବ ଅର୍ଥ। ଯଦି ଜାତକରେ ଗ୍ରହସ୍ଥିତି ଭଲ ନଥିବ ତାହେଲେ ସେତେ ଅଧିକା ନହେଲେ ବି ହାତ ଖାଲି ହବନି। କାହା ପାଖରେ ହାତ ପତେଇବାକୁ ପଡ଼ିବନି। ଋଣମୁକ୍ତ ହେବେ ମୀନ ରାଶି ଏ ମାସରେ। ଅଳ୍ପେ ବହୁତେ ସେମାନେ ଋଣମୁକ୍ତ ହେବେ।
ଋଣ କେମିତି ମୁକ୍ତ ହେବେ? ଅର୍ଥ ଆସିଲେ ସିନା ଜାତକରେ ଗ୍ରହ ସ୍ଥିତି ଠିକ୍ ଠାକ୍ ଥିବ ଯାହା ଯାହା କହିଲି ମୁଁ, ତାହେଲେ ବନ୍ୟା ଜଳ ଭଳି ଶ୍ରାବଣର ବର୍ଷା ଭଳି ଧନ ବୃଷ୍ଟି ହେବ, ମାଡ଼ି ଆସିବ ଧନ। ଯଦି ଗ୍ରହ ସ୍ଥିତି ଭଲ ଜାତକରେ ନଥାଏ ତାହେଲେ ସାଧାରଣ ଆୟ ହେବ, ଯେଉଁ ଆୟରେ ପେଟ ପୁରିବ, ଅଳ୍ପ ବହୁତ ଋଣମୁକ୍ତ ହେବେ, ଆଉ ଚାଷ ବ୍ୟବସାୟ ବାଣିଜ୍ୟ ବୃତ୍ତି ବ୍ୟବସାୟ ଠିକ୍ ଠାକ୍ ଚାଲିବ, ଅସୁବିଧା ଆସିବନି। ଶାରୀରିକ ସମସ୍ୟା ରହିବ। ହଁ, ଏ ମାସରେ ଶାରୀରିକ ସମସ୍ୟା ରହିବ, କାରଣ ପଞ୍ଚମରେ ମଙ୍ଗଳ, ସପ୍ତମରେ କେତୁ, ଲଗ୍ନରେ ରାହୁ ଓ ତୃତୀୟରେ ବୃହସ୍ପତି। ପରିବାରକୁ ଖୁସିରେ ରଖିବା ପାଇଁ ଆପଣଙ୍କର ଚେଷ୍ଟା ପ୍ରଶଂସନୀୟ ହେବ, ସବୁଆଡ଼ୁ ଭଲ ଫଳ ପାଇବେ। ଏତେ ଗୁଡ଼ିଏ ଗ୍ରହ ଭଲ ଫଳ ଦେବେ ନା, ପ୍ରଶଂସନୀୟ। ପରିବାର ସଦସ୍ୟ ଆପଣଙ୍କୁ ବା ବା କହିବେ, ଧନ୍ୟ ଧନ୍ୟ ପୁଅ, ଧନ୍ୟ ଧନ୍ୟ ମୋର ଭାଇ ବନ୍ଧୁ କୁଟୁମ୍ବ। ଶନି, ମଙ୍ଗଳ, ରାହୁ ଓ କେତୁ ଏହି ଚାରି ଗ୍ରହଙ୍କ ଯୋଗୁଁ ଅମଙ୍ଗଳ ଭଳି କିଛି ଖରାପ କାମ ହେବ। ଏମାନେ ନକାରାତ୍ମକ ଭାବନା ସୃଷ୍ଟି କରିବେ, ମୁଣ୍ଡକୁ ବିଚଳିତ କରିବେ। ଏମାନେ କିଏ? ରାହୁ, କେତୁ, ମଙ୍ଗଳ, ବୃହସ୍ପତି। ଭଲ କାମ କରିବାକୁ ଗଲାବେଳକୁ ଏମାନେ କିଛି ଗୋଟିଏ ବିଘ୍ନ ସୃଷ୍ଟି କରିବେ, ଖରାପ ଚିନ୍ତା ମୁଣ୍ଡକୁ ଆଣିବେ, ସମୟର ଦୁରୁପଯୋଗ କରିବେ। ଆଉ ଏହା ଜାଣି ଆପଣ ସମୟର ସଦୁପଯୋଗ କରନ୍ତୁ, ସମୟ ନଷ୍ଟ କରନ୍ତୁନି। ବୃଥା ସମୟ ଆପଣଙ୍କ ନଷ୍ଟ ହେଇଯିବ, ବୃଥାରେ ଗପି ଗପି ବା ଖାଇ ଖାଇ ବା ବୁଲି ବୁଲି ନଷ୍ଟ କରିବେ। ଚାରିଟା ଗ୍ରହ ଲାଗିବେ ଆପଣଙ୍କୁ ଭ୍ରଷ୍ଟ ବିନଷ୍ଟ କରିବେ, ବୃଥା ଖର୍ଚ୍ଚ କରିବେ, ବୃଥା ଭ୍ରମଣ ହେବେ, ବୃଥା ନଷ୍ଟ କରିବେ। ଜାଣିଲେ ଏବେ, ତେଣୁ ଟିକେ ହୁସିଆର ହେଇଯାଆନ୍ତୁ। ସକାରାତ୍ମକ ମନୋଭାବ ପୋଷଣ କରନ୍ତୁ। ଏହି ଦୁଇଟି କାରଣ ଯୋଗୁଁ ଆପଣଙ୍କର ବହୁତ ଭଲ ହେବ। ବୁଧ ବୁଦ୍ଧିଦାତା, ସେ ଦଶମରେ ଓ ଏକାଦଶରେ, ମାନେ ମାସ ସାରା ପ୍ରାୟ ସେ ଧନରେ ରହିବେ, ଦଶମରେ ରହିବେ, କର୍ମକ୍ଷେତ୍ରରୁ ଜଗିବେ। ଯିଏ ଯେଉଁ କର୍ମ କରୁଛନ୍ତି, ମୁଁ ଜଣେ ଶିକ୍ଷକ, ପିଲାଙ୍କୁ ପାଠ ପଢ଼ିବା ମୋ କାମ, ଆପଣ ଜଣେ କୃଷକ, ଚାଷ କରିବା ଆପଣଙ୍କ କାମ, ମୋର ବନ୍ଧୁ ଠିଆ ହେଇଛନ୍ତି ଜଣେ ସୈନିକ, ଦେଶ ରକ୍ଷା ତାଙ୍କର କାମ। ତେଣୁ ଯିଏ ଯେଉଁ ବୃତ୍ତି କରୁଛନ୍ତି, ବୁଦ୍ଧ ସେମାନଙ୍କୁ ସଦ୍ବୁଦ୍ଧି ଦେବେ, କର୍ମକ୍ଷେତ୍ରରେ ସମ୍ମାନ ପାଇବେ, ଧନ ପାଇବେ, ସୁଖ ପାଇବେ, ପ୍ରଶଂସା ପାଇବେ ଇତ୍ୟାଦି। ବୁଧ ମାସ ସାରା ଧନୁରେ, ଶେଷ ଭାଗକୁ ମକରକୁ ଯିବେ, ଲାଭ ଦେବେ, ମାନେ କର୍ମର ଶେଷ ଭାଗରେ ଆପଣ ପ୍ରବଳ ଆୟ କରିବେ। ଆଚ୍ଛା, ପୂର୍ବ ପରି ଆପଣଙ୍କର ସମସ୍ତ ଉଜୁଡ଼ା କାମ ସଜାଡ଼ି ହେଇଯିବ, କାର୍ଯ୍ୟରେ ସଫଳ ଲାଭ କରିବେ। ବ୍ୟବସାୟୀ, ଚାକିରି, କୃଷିରେ ବିଶେଷ ଉନ୍ନତି ହେବ। ଚତୁର୍ଥ ଅଧିପତି ଶୁକ୍ର, ସେ ଏବେ ଦ୍ୱାଦଶରେ, ତାଙ୍କ ଯୋଗୁଁ ପରିବାରରେ ସୁଖ ଓ ସାମାଜିକ ମାନ ସମ୍ମାନ ବଢ଼ିଯିବ। ମାନସିକ ଶାନ୍ତିକୁ ସେ ବଢ଼େଇ ଦେବେ, କିନ୍ତୁ ଶନି ମାନସିକ ଶାନ୍ତି ଭଙ୍ଗ କରିବେ, ଅଶାନ୍ତ ମସ୍ତିଷ୍କ ହେବେ। ସପ୍ତମାଧିପ ବୁଧ ମାସ ସାରା ଶୁଭ ଫଳ ଦେବେ, ତେଣୁ ମହିଳାମାନେ ଆନନ୍ଦରେ ସମୟ କାଟିବେ। ଯେଉଁ ମହିଳାମାନଙ୍କର ମୀନ ରାଶି, ସେମାନେ ମାସ ସାରା ଆନନ୍ଦ ପାଇବେ, ତାଙ୍କ ପିଲାମାନଙ୍କ ଦେହ ଠିକ୍ ରହିବ, ତାଙ୍କ ସ୍ୱାମୀଙ୍କ ଦେହ ଠିକ୍ ରହିବ, ଆଉ ତାଙ୍କ ପାରିବାରିକ ସୁଖ ବଢ଼ିଯିବ। ଯେଉଁ ମହିଳାମାନଙ୍କର ମୀନ ରାଶି। ଛାତ୍ରଛାତ୍ରୀମାନଙ୍କ ପାଇଁ ଏ ମାସଟି ଠିକ୍ ଠାକ୍ ନୁହେଁ, ଦେହ ଠିକ୍ ଠାକ୍ ନୁହେଁ, ତାଙ୍କ ଦେହ ବା ଖରାପ ହେବ ଛାତ୍ରଛାତ୍ରୀ ପାଇଁ। କାହିଁକି ନା ପଞ୍ଚମାଧିପ ହେଲେ ପଞ୍ଚମରେ ଅଛନ୍ତି ବା ଇଏ ମଙ୍ଗଳ ଅଛନ୍ତି, ପଞ୍ଚମରେ ମଙ୍ଗଳ ଅଛନ୍ତି, ମଙ୍ଗଳ ନିତ୍ୟରେ ଅଛନ୍ତି। ତେଣୁ ଛାତ୍ରଛାତ୍ରୀ ଆଉ ସନ୍ତାନମାନଙ୍କ ପାଇଁ ଏ ମାସ ଏତେ ଭଲ ନୁହେଁ।
সুতরাং ସମସ୍ତ ଛାତ୍ର ଶ୍ରୀ ଗଣେଶଙ୍କ ଶରଣାପନ୍ନ ହୁଅନ୍ତୁ। ପଢ଼ା ଆରମ୍ଭରେ, ପଢ଼ା ଶେଷରେ, ପଢ଼ା ମଝିରେ ଓಂ ଗଂ ଗଣପତେ ନମଃ ଅତି କମରେ 8 ଥର କୁହନ୍ତୁ, ପାଠ ମନେ ରହିବ। ଯଦି ଯାତ୍ରା କରୁଛନ୍ତି ବିଦେଶକୁ, ଓಂ ଗଂ ଗଣପତେ ନମଃ କୁହନ୍ତୁ, ସେ ଲାଭ ହେବ। ଆଜି ପାଇଁ ଏତିକି। ବନ୍ଧୁ ରହିଲି, ନମସ୍କାର।